ଜଣେ ପିତା ତାଙ୍କ ପୁଅ ଏବଂ ସେମାନଙ୍କର ଗଧ ସହିତ ଏକ ଦୀର୍ଘ ଯାତ୍ରା ଆରମ୍ଭ କଲେ। ସେମାନେ ଯିବା ବାଟରେ କିଛି ଲୋକ ସେମାନଙ୍କୁ ଦେଖିଲେ ଓ ପଚାରିଥିଲେ ଯେ ସେମାନେ ଗଧ ଉପରେ କାହିଁକି ଚଢ଼ି ନାହାନ୍ତି। ଏହା ଶୁଣି ବାପା ତାଙ୍କ ପୁଅକୁ ଗଧ ଉପରେ ବସିବା ପାଇଁ କହିଥିଲେ। ସେମାନେ କିଛି ସମୟ ପାଇଁ ଏହିପରି ଚାଲିଲେ। ତାପରେ ସେମାନେ ରାସ୍ତାରେ ଅନ୍ୟ କିଛି ଲୋକଙ୍କୁ ଭେଟିଲେ ଏବଂ ସେମାନେ କହିଥିଲେ, ଦେଖ, ଏହି ନିର୍ବୋଧ ବାଳକଟି କେମିତି ଗଧ ଉପରେ ବସିଛି ଆଉ ତାର ବୁଢ଼ା ବାପା ଚାଲୁଅଛି। ଏହା ଶୁଣିବା ପରେ ପୁଅ ତଳକୁ ଓହ୍ଲାଇ ପଡ଼ିଲା ଏବଂ ତାଙ୍କ ବାପା ଗଧ ଉପରେ ଚଢ଼ିଗଲେ। ସେମାନେ ସେମାନଙ୍କର ଯାତ୍ରା ଜାରି ରଖିଥିଲେ। କିଛି ସମୟ ପରେ ରାସ୍ତାରେ ସେମାନେ ପୁଣି କିଛି ଲୋକଙ୍କୁ ଦେଖିଲେ ଏବଂ ସେମାନେ କହିଲେ, ଦେଖ, ଏହି ନିଷ୍ଠୁର ବାପା ଗଧ ଉପରେ ବସିଅଛି ଆଉ ତାର ପୁଅ ଚାଲୁଛି। ତେଣୁ ବାପା ଏବଂ ପୁଅ ଏକତ୍ର ଗଧ ଉପରେ ବସିବାକୁ ସ୍ଥିର କଲେ। ଏହିପରି କିଛି ବାଟ ଚାଲିବା ପରେ ପୁଣି କିଛି ଲୋକ ସେମାନଙ୍କୁ ଦେଖିଲେ ଏବଂ କହିଥିଲେ, ଏହି ଦୁଇ ଜଣଙ୍କୁ ଦେଖ, ସେମାନେ କିପରି ଏକା ସାଙ୍ଗରେ ଗୋଟେ ଦୁର୍ବଳ ଗଧ ଉପରେ ବସି ଯାଉଛନ୍ତି। ଏମାନଙ୍କ ମନରେ ଟିକେ ବି ଦୟା ନାହିଁ। ଶେଷରେ ବାପା ଏବଂ ପୁଅ ବୁଝିଗଲେ ଯେ ସେମାନେ ଲୋକଙ୍କ ମନ୍ତବ୍ୟରୁ ରକ୍ଷା ପାଇପାରିବେ ନାହିଁ। ଯଦି ସେମାନେ ଲୋକଙ୍କ କଥା ଶୁଣିବେ ତାହେଲେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ନାହିଁ। ବନ୍ଧୁଗଣ, ଏହି କାହାଣୀରୁ ଆମକୁ ଏହା ଶିକ୍ଷା ମିଳିଲା ଯେ ଲୋକଙ୍କ କଥା ଉପରେ ଧ୍ୟାନ ଦିଅ ନାହିଁ। ଯେତେ ଲୋକ ସେତେ ପ୍ରକାର କଥା ହିଁ କହିବେ ଏବଂ ଆମେ ଏହି ଦୁନିଆରେ ସମସ୍ତଙ୍କୁ ଖୁସି କରିପାରିବା ନାହିଁ। ଏଥିପାଇଁ ଯାହା ତୁମକୁ ଠିକ୍ ଲାଗୁଛି ଏବଂ ଯେଉଁଥିରେ ତୁମର ଲାଭ ହେବ ସେହି କଥାରେ ନିଜ ବୁଦ୍ଧି ହିସାବରେ ଠିକ୍ ନିଷ୍ପତ୍ତି ନିଅ। ଲୋକ ଆଜି କିଛି କହୁଛନ୍ତି, ପୁଣି କାଲି କିଛି କହିବେ। ଏଥିପାଇଁ ଆମେ ଲୋକଙ୍କ ଉପରେ ନୁହେଁ, ନିଜ କାମ ଉପରେ, ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ ଏବଂ ଆଗକୁ ବଢ଼ିବା ଉଚିତ। ଯଦି ଆମେ ଏହିଭଳି ଲୋକଙ୍କ କଥାକୁ ଶୁଣି ଚାଲିବା ତେବେ ଜୀବନରେ କେବେ ବି ଆଗକୁ ଯାଇପାରିବା ନାହିଁ ଏବଂ ଏମାନଙ୍କର କଥାରେ ପଥଭ୍ରଷ୍ଟ ହୋଇ ରହିଯିବା। ଏହି କାହାଣୀ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ ଜଣାଇବେ ଏବଂ ଯଦି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଭିଡ଼ିଓ ପୁରା ଦେଖିଥିବା ପାଇଁ ଧନ୍ୟବାଦ।